কণ্টাবাঞ্জিরে প্রেমিক সহিত নববিবাহিতা ফেরার। বিবাহ পরে কিছু দিনরে ঘটিলা এভଳି ঘটনা। এবে থানারে মামলা। কণ্টাবাঞ্জি সহରରେ জଣେ নববিবাহিতা মহিଳା ତାଙ୍କ ପୂର୍ବ ପ୍ରେମିକ ସହିତ ଫେରାର ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ଅଞ୍ଚଳରେ ଏପରି ଘଟଣା ଘଟିବା ପରେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହରରେ ପୁଣି ଏହିପରି ଏକ ଘଟଣା ସାମ୍ନାକୁ ଆସୁଛି, ଯାହା ବଲାଙ୍ଗୀର ଜିଲ୍ଲାରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ କଣ୍ଟାବାଞ୍ଜି ସହରର ୱାର୍ଡ ନମ୍ବର 1 ଧୋବାପଡ଼ା ଅଞ୍ଚଳର ଲକ୍ଷ୍ମୀପ୍ରିୟା ଓରଫ ବିନି ବେହେରା ଗତ 8 ତାରିଖରେ ମୁରିବାଲ ଥାନା ଅଧୀନ କରଲା ଗ୍ରାମର ମୁକେଶ ବିଶ୍ୱାଳଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ପ୍ରଥା ଅନୁସାରେ ସେ କିଛି ଦିନ ପାଇଁ ନିଜ ପିତୃଗୃହକୁ କଣ୍ଟାବାଞ୍ଜିକୁ ହିଁ ଆସିଥିଲେ, କିନ୍ତୁ ଗତ 22 ତାରିଖରେ ବାପାଙ୍କ ଘରେ ଥିବାବେଳେ ଲକ୍ଷ୍ମୀପ୍ରିୟା ହଠାତ୍ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେଉଛି ଯେ ପ୍ରଶାନ୍ତ ମଚଖଣ୍ଡ ନାମକ ଜଣେ ଯୁବକ ସହିତ ସେ ଫେରାର ହୋଇଯାଇଥିବେ। ସ୍ଥାନୀୟ ମହଲରେ ପ୍ରଶାନ୍ତଙ୍କୁ ତାଙ୍କ ପ୍ରେମିକ ବୋଲି ବି ଚର୍ଚ୍ଚା ଜୋର ଧରିଛି। ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଘଟଣାଟି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପୁଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି କୁହାଯାଉଛି। କଣ୍ଟାବାଞ୍ଜିରୁ ଯୁଗଳ କିଶୋର ଶବରଙ୍କ ରିପୋର୍ଟ, କୋଶଳ ପ୍ରବାହ।